ଓଡ଼ିଆ ବ୍ୟାକରଣର ଦ୍ୱିତୀୟ ଭାଗକୁ ଏଠାରେ ବର୍ଣ୍ଣନା କରାଗଲା। ଏହିପରି ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି ଆମ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ ସବସ୍କ୍ରାଇବ୍ କରନ୍ତୁ। ନମସ୍କାର। ଆମେ ବ୍ୟାକରଣକୁ ଏଠାରେ ସଂକ୍ଷିପ୍ତ ଭାବରେ ବର୍ଣ୍ଣନା କରୁଛେ। ବ୍ୟାକରଣର ଦ୍ୱିତୀୟ ଭାଗକୁ ବର୍ଣ୍ଣନା କରିବା। ଯେଉଁ ବାକ୍ୟରେ ଏକାଧିକ ସରଳ ବାକ୍ୟ ଯୋଡ଼ି ହୋଇଥାଏ କିମ୍ବା ଏକାଧିକ ସରଳ ଓ ଜଟିଳ ବାକ୍ୟ ଯୋଡ଼ି ହୋଇଥାଏ କିମ୍ବା ଏକାଧିକ ଜଟିଳ ବାକ୍ୟ ଯୋଡ଼ି ହୋଇଥାଏ ତାହାକୁ କେଉଁ ବାକ୍ୟ କହନ୍ତି? ଯୌଗିକ ବାକ୍ୟ। ଅନେକ ପଦ ମିଳିତ ହୋଇ ପୂର୍ଣ୍ଣ ରୂପେ ମନର ଭାବ ପ୍ରକାଶ କଲେ ତାହାକୁ କ'ଣ କୁହାଯାଏ? ବାକ୍ୟ। ବିଶୁଦ୍ଧ ବାକ୍ୟର କେତୋଟି ଲକ୍ଷଣ ଥାଏ ଓ କ'ଣ କ'ଣ? ବିଶୁଦ୍ଧ ବାକ୍ୟରେ 3ଟି ଲକ୍ଷଣ ଥାଏ: ଆକାଂକ୍ଷା, ଯୋଗ୍ୟତା, ଆସକ୍ତି। ଗୋଟିଏ ଶବ୍ଦ ବା ଶବ୍ଦ ସମଷ୍ଟି ଆକ୍ଷରିକ ଅର୍ଥ ପ୍ରକାଶ ନ କରି ବିଭିନ୍ନ କିମ୍ବା ଏକ ବିଶିଷ୍ଟ ଅର୍ଥ ପ୍ରକାଶ କରିବାକୁ ସମର୍ଥ ହୋଇଥାଏ। ଏପରି ବ୍ୟବହାର ବା ବିଶିଷ୍ଟ ରୀତିକୁ ସେହି ଭାଷାର କ'ଣ କୁହାଯାଏ? ରୂଢ଼ି। ସାହିତ୍ୟର ଶୋଭାବର୍ଦ୍ଧନକାରୀ ଉକ୍ତିଭଙ୍ଗୀ ବା ବାକ୍ ବୈଚିତ୍ର୍ୟକୁ କ'ଣ କୁହାଯାଏ? ଅଳଙ୍କାର। ଉପମା, ଉତ୍ପ୍ରେକ୍ଷା, ରୂପକ ପ୍ରଭୃତି ଅଳଙ୍କାର କେଉଁ ପର୍ଯ୍ୟାୟର ଅଟନ୍ତି? ଅର୍ଥ ଅଳଙ୍କାର। ଅନୁପ୍ରାସ, ଯମକ ଓ ଶ୍ଲେଷ ପ୍ରଭୃତି ଅଳଙ୍କାର ଗୁଡ଼ିକ କେଉଁ ପର୍ଯ୍ୟାୟର ଅଟନ୍ତି? ଶବ୍ଦ ଅଳଙ୍କାର। ଯାହାଦ୍ୱାରା କାବ୍ୟରେ ବ୍ୟବହୃତ ଶବ୍ଦର ଅର୍ଥ ରମଣୀୟ ଓ ଚିତ୍ତାକର୍ଷକ ହୁଏ ତାହାକୁ କ'ଣ କୁହାଯାଏ? ଅର୍ଥ ଅଳଙ୍କାର। ଏକ ବ୍ୟଞ୍ଜନ ବର୍ଣ୍ଣର ପୁନଃ ପୁନଃ ଆବୃତ୍ତି ହେଲେ କେଉଁ ଅଳଙ୍କାର ହୁଏ? ଅନୁପ୍ରାସ। ଅନେକ ବ୍ୟଞ୍ଜନ ବର୍ଣ୍ଣର ସାମ୍ୟ ରହି କ୍ରମ ଅନୁସାରେ ଥରେ ମାତ୍ର ଆବୃତ୍ତି ହେଲେ କେଉଁ ଅଳଙ୍କାର ହୁଏ? ଛେକାନୁପ୍ରାସ। ଗୋଟିଏ ବ୍ୟଞ୍ଜନ ବର୍ଣ୍ଣର ଥରେ ଏବଂ ବହୁ ବ୍ୟଞ୍ଜନ ବର୍ଣ୍ଣ ପର୍ଯ୍ୟାୟକ୍ରମରେ ଏବଂ କ୍ରମ ନ ରହି ମଧ୍ୟ ବାରମ୍ବାର ଆବୃତ୍ତି ହୋଇଥିଲେ କେଉଁ ଅଳଙ୍କାର ହୁଏ? ବୃତ୍ତ୍ୟନୁପ୍ରାସ। ଯେଉଁଠି ତାଲବ୍ୟ, ଓଷ୍ଠ, ମୂର୍ଦ୍ଧା, ଦନ୍ତ୍ୟାଦି ବର୍ଣ୍ଣମାନଙ୍କର ଉଚ୍ଚାରଣ ସ୍ଥାନରେ ଏକତ୍ର ଉଚ୍ଚାର୍ଯ୍ୟ ହେତୁକ ବ୍ୟଞ୍ଜନ ବର୍ଣ୍ଣର ସାଦୃଶ୍ୟ ଘଟେ ବା ପରିଲିଖିତ ହୁଏ ତାହାକୁ କେଉଁ ଅଳଙ୍କାର କୁହାଯାଏ? ଶ୍ରୁତ୍ୟନୁପ୍ରାସ। ଯେଉଁଠାରେ ବାରମ୍ବାର ବ୍ୟବହୃତ ଶବ୍ଦଗୁଡ଼ିକ ଅର୍ଥଗତ ସମତା ରକ୍ଷା କରି ଭିନ୍ନ ଭିନ୍ନ ଅର୍ଥର ଦ୍ୟୋତକ ହୁଅନ୍ତି ସେଠାରେ କେଉଁ ଅଳଙ୍କାର ହୁଏ? ଲାଟ୍ୟାନୁପ୍ରାସ। ପଦର ବିଭିନ୍ନ ଚରଣ, ଅନ୍ତର୍ବର୍ଣ୍ଣ ଏବଂ ଉପାନ୍ତ ବର୍ଣ୍ଣର ସମତା ରହି ଆବୃତ୍ତି ହେଲେ କେଉଁ ଅଳଙ୍କାର ହୁଏ? ଅନ୍ତ୍ୟାନୁପ୍ରାସ। ଭିନ୍ନ ଅର୍ଥବୋଧକ ଏକ ପ୍ରକାର ଶବ୍ଦମାନଙ୍କରେ ପୁନରାବୃତ୍ତି ହେଲେ କେଉଁ ଅଳଙ୍କାର ହୁଏ? ଯମକ। ଯମକ ଅଳଙ୍କାରକୁ କେତେ ଭାଗରେ ବିଭକ୍ତ କରାଯାଇଛି? 5 ଭାଗରେ। ପଦ ମଧ୍ୟରେ ଭିନ୍ନାର୍ଥବୋଧକ ସମାଚରିତ ଶବ୍ଦ ସମୂହ ବାରମ୍ବାର ପ୍ରୟୋଗ ହେଲେ କେଉଁ ଅଳଙ୍କାର ହୁଏ? ମାଳ ଯମକ। ବିଭିନ୍ନାର୍ଥକ ଶବ୍ଦ ଥରେ ବ୍ୟବହୃତ ହୋଇ ବିଭିନ୍ନ ଅର୍ଥ ପ୍ରକାଶ କରେ କେଉଁ ଅଳଙ୍କାର ହୁଏ? ଶ୍ଲେଷ। ଶ୍ଲେଷ ଅଳଙ୍କାରକୁ କେତେ ଭାଗରେ ବିଭକ୍ତ କରାଯାଇଛି? 3 ଭାଗରେ। ଯେଉଁଠାରେ ଶିଷ୍ଟ ପଦ ଖଣ୍ଡିତ ନ ହୋଇ ଏକାଧିକ ଅର୍ଥ ପ୍ରକାଶ କରି ସମ୍ପୃକ୍ତ ପଦର ଏକାଧିକ ଅର୍ଥ ପ୍ରକାଶ କରେ ସେଠାରେ କେଉଁ ଶ୍ଲେଷ ହୁଏ? ଅଭଙ୍ଗ ଶ୍ଲେଷ। ଯେଉଁ ପଦରେ ବ୍ୟବହୃତ ଶବ୍ଦ ସମୂହର ଗୋଟିଏ ଅର୍ଥ ପ୍ରକାଶ ପାଏ ଅଥଚ ଉକ୍ତ ପଦମାନଙ୍କର ଅକ୍ଷରଗୁଡ଼ିକୁ ଭାଙ୍ଗି ନୂତନ ଶବ୍ଦ ସମୂହ ସୃଷ୍ଟି କଲେ ଏକ ନୂତନ ଭାବ ବା ଅର୍ଥ ପ୍ରକାଶ ପାଏ ତାହାକୁ କ'ଣ କୁହନ୍ତି? ସଭଙ୍ଗ ଶ୍ଲେଷ। ଯେଉଁ ରଚନାରେ ଅଭଙ୍ଗ ଶ୍ଲେଷ ଓ ସଭଙ୍ଗ ଶ୍ଲେଷ ଦ୍ୱାରା ଦ୍ୱିବିଧ ଅର୍ଥ ପ୍ରକାଶ ପାଏ ସେଠାରେ କେଉଁ ଅଳଙ୍କାର ହୋଇଥାଏ? ଭଙ୍ଗାଭଙ୍ଗ ଶ୍ଲେଷ। କାବ୍ୟରେ ସମଧର୍ମ ବିଶିଷ୍ଟ ଉପମାନ ଓ ଉପମେୟର ସାଦୃଶ୍ୟ କଥିତ ହେଲେ କେଉଁ ଅଳଙ୍କାର ହୁଏ? ଉପମା। ଯାହା ସହିତ ତୁଳନା କରାଯାଏ ତାହାକୁ କ'ଣ କୁହାଯାଏ? ଉପମାନ। ଯାହାକୁ ସାଧାରଣତଃ ତୁଳନା କରାଯାଏ ଓ ଯାହା ଉପମାର ଯୋଗ୍ୟ ତାହାକୁ କ'ଣ କହନ୍ତି? ଉପମେୟ। ଉପମାନ ଓ ଉପମେୟର ଐକ୍ୟ, ସମତା ବା ସାଦୃଶ୍ୟକୁ କ'ଣ କୁହାଯାଏ? ସାଧାରଣ ଧର୍ମ। ଯେଉଁଠାରେ ଉପମାନ, ଉପମେୟ, ସାଧାରଣ ଧର୍ମ ଓ ସାଦୃଶ୍ୟବାଚକ ଶବ୍ଦର ପ୍ରୟୋଗ ହୋଇଥାଏ ସେଠାରେ କେଉଁ ଅଳଙ୍କାର ହୁଏ? ପୂର୍ଣ୍ଣୋପମା ଅଳଙ୍କାର। ଗୋଟିଏ ଉପମେୟର ଏକାଧିକ ଉପମାନ ଥିଲେ କେଉଁ ଅଳଙ୍କାର ହୁଏ?
ମାଳୋପମା ଯେଉଁଠାରେ ଉପମାନ ଉପମେୟ ସାଧାରଣ ଧର୍ମ ସଦୃଶ୍ୟବାଚକ ଶବ୍ଦ ଏମାନଙ୍କ ମଧ୍ୟରୁ ଗୋଟିକର ବା ଦୁଇଟିର ଲୋପ ପାଇଥାଏ ସେଠାରେ କେଉଁ ଅଳଙ୍କାର ହୋଇଥାଏ? ଲୁପ୍ତୋପମା। ଏହିପରି ଭାବରେ ଆମେ ଏହାର ଦ୍ୱିତୀୟ ଭାଗକୁ ବର୍ଣ୍ଣନା କଲେ। ଯଦି ଏହିପରି ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି ଆମ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ ନୂଆ ନୂଆ ଭିଡ଼ିଓ ଦେଖିବାକୁ ପାଇପାରିବେ। ରହୁଛି, ନମସ୍କାର।